ପିଲାମାନେ ଆଜି ଆମେ ପଢ଼ିବା ହସ ଖେଳ ବହିର ଦ୍ୱିତୀୟ ଭାଗ। ତ ପାଠ 14 ବୁଝିଲା ପିଲାମାନେ। ମନ ବଦଳିଲା। ଫଗୁଣ ମାସ ଭାରି ଖରା, ଫୁଲ ଫଳ ଭରା ବଣ। ଫଗୁଣ ମାସରେ ଭାରି ଖରା, ଫୁଲ ଫଳ ଭରା ବଣ। ଶିକାରୀଟି ଧନୁଶର ଧରି ବଣ ଭିତରକୁ ପଶିଲା। ପିଲାମାନେ ଦେଖିପାରୁଛ, ଶିକାରୀଟି ଦେଖ ବଣ ଭିତରୁ ପଶୁଛି, ଧନୁଶର ହାତରେ ଧରିଛି। ତୀର ଧନୁଶର ସବୁ ହାତରେ ଧରିଛି। ଦେଖ ପିଲାମାନେ, ଏଇ ଦେଖ, ଦେଖିପାରୁଛ। ବୁଲି ବୁଲି ଥକି ପଡ଼ିଲା, ଶିକାରଟି ପାଇଲା ନାହିଁ। ବୁଝିପାରିଲା ପିଲାଟେ, ବୁଲି ବୁଲି ଖରାରେ ସେ ପୁରା ଥକିଗଲା, ହେଲେ କିଛି ଶିକାର ତାକୁ ମିଳିଲା ନାହିଁ। ତାକୁ ଭାରି ଶୋଷ ଲାଗିଲା। ଶୋଷ ହେଲା, ଦେହ ହାତ ପୁରା ଥର ଥର ତାର ହେଇଗଲା। ତାର ଦେହ ହାତ କ'ଣ ହେଲା ପିଲାମାନେ? ପୁରା ଥର ଥର ହେଇଗଲା। ଶିକାରୀଟିର ଦେହ ହାତ ପୁରା ଥର ଥର ହେଇଗଲା। କଇଥ ଗଛ ତଳେ କଚାଡ଼ି ହୋଇ ସେ ପଡ଼ିଗଲା। ବୁଝିଲା ପିଲାମାନେ। ଫଗୁଣ ମାସ ଭାରି ଖରା, ଫୁଲ ଫଳ ଭରା ବନ। ଶିକାରୀଟି ଧନୁଶର ଧରି ବନକୁ ପଶିଲା। ବୁଲି ବୁଲି ଥକି ପଡ଼ିଲା, ଶିକାରଟି ପାଇଲା ନାହିଁ। ତାକୁ ଭାରି ଶୋଷ ଲାଗିଲା। ଦେହ ହାତ ଥର ଥର ହେଇଗଲା। ଆଉ ତାପରେ କଇଥ ଗଛ ତଳେ ସେ କଚାଡ଼ି ହୋଇ ପଡ଼ିଗଲା। ଶିକାରୀକୁ ଦେଖି ହାତୀ ମନରେ ଦୟା ଆସିଲା। ଦେଖିପାରୁଛ ପିଲାମାନେ, ଶିକାରୀ ପାଖରେ ହାତୀ ଠିଆ ହେଇଛି। ଦେଖ ପିଲାମାନେ, ଶିକାରୀଟି ପଡ଼ିଯାଇଛି, ତା ପାଖରେ ହାତୀ ଠିଆ ହେଇଛି। ଦୟା ଆସିଲା, ପାଣି ଆଣି ତା ଦେହ ଯାକ ପିଚିକାରି କଲା। ଦେଖ ପିଲାମାନେ, ହାତୀ ତା ଶିଙ୍ଗରେ ପାଣି ପକଉଛି। ଦେଖିପାରୁଛ ପିଲାମାନେ, ହାତୀ ତା ଶିଙ୍ଗରେ କେମିତି ପାଣି ପକଉଛି। ଶିକାରୀ ଚେତା ଫେରି ପାଇଲା। ଶିକାରୀଟି ତା ଚେତା ଫେରି ପାଇଲା। ହାତୀ ଆଡ଼କୁ ଅନେଇଲା, ଚାହିଁଲା ମାନେ ଅନେଇବା ହେଲା। ହାତୀ ଆଡ଼କୁ ଅନେଇଲା। ହାତୀକୁ ଦେଖି ତାର ମନ ବଦଳିଗଲା। ହାତୀକୁ ଯେମିତି ଦେଖିଲା ହାତୀ ତାକୁ ସାହାଯ୍ୟ କରୁଛି, ତା ମନ ବଦଳିଗଲା। ଆଉ ସେ ଧନୁଶର ଫୋପାଡ଼ି ଦେଲା। ଦେଖ ପିଲାମାନେ, ଶିକାରୀଟି କେମିତି ହାତୀ ତାକୁ ପାଣି ପକଉଛି, ତାର ଚେତା ଉଠିଲା। ତାପରେ ସେ ହାତୀକି ଯେମିତି ଦେଖିଦେଲା, ହାତୀ ତାକୁ ହେଲ୍ପ କରୁଛି ବୋଲି, ସେ ଯେଉଁ ଆସିଥିଲା ଜଙ୍ଗଲକୁ ଶିକାର କରିବା ପାଇଁ, ପଶୁପକ୍ଷୀକି ମାରିବା ପାଇଁ, ତା ମନ ପୁରା ବଦଳିଗଲା। ଆଉ ସେ କିଛି ବି ନ କରି ଧନୁଶରକୁ ପକେଇଦେଲା। ଆଉ ତାପରେ ଏଇଠି ଦେଖ ପିଲାମାନେ, ସେ ହାତୀକି କେମିତି ଗେଲ କରୁଛି ଶିକାରୀ। ଦେଖିପାରୁଛ ତ ପିଲାମାନେ। କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣେଇବ। କାଲି ଆଉ ଗୋଟେ ଗପ ପଢ଼ିବା। ଆଜି ପାଇଁ ଏତିକି। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ ପିଲାମାନେ। ବୁଝିପାରୁଛ।